1 ମେ 2024 ପବିତ୍ର ବୈଶାଖ ପୂର୍ଣ୍ଣିମା ଶୁକ୍ରବାର। ଆଜିର ଦିନରେ ସ୍ୱୟଂ ପ୍ରଭୁ ଶୁକ୍ରାଚାର୍ଯ୍ୟଙ୍କ ଶୁଭ ଯୋଗ ସହିତ ଗ୍ରହ ନକ୍ଷତ୍ର ଶୁଭ ଚଳନ ଏବଂ ଲକ୍ଷ୍ମୀନାରାୟଣଙ୍କର ଶୁଭ ଆଶୀର୍ବାଦ ପଡ଼ିବାକୁ ଯାଉଛି 12ଗୋଟି ରାଶିଚକ୍ରଙ୍କ ଉପରେ। ସେଥିମଧ୍ୟରୁ 7ଗୋଟି ରାଶି ହେବାକୁ ଯାଉଛନ୍ତି ଅତ୍ୟନ୍ତ ମହାଭାଗ୍ୟଶାଳୀ। ଏହି 7ଗୋଟି ଭାଗ୍ୟଶାଳୀ ରାଶିଚକ୍ରଙ୍କ ଜୀବନ ଏହି ବୈଶାଖ ପୂର୍ଣ୍ଣିମା ଠାରୁ ସୂର୍ଯ୍ୟଙ୍କ ପରି ଚମକିବାକୁ ଲାଗିବ। ପ୍ରତିଟି କ୍ଷେତ୍ରରେ ସଫଳତା ପ୍ରାପ୍ତି ହେବେ। ମାଟି ଛୁଇଁଲେ ହୋଇଯିବ ସୁନା। ହୁଏତ କୋଟିପତି ବନିପାରନ୍ତି। ଟଙ୍କା ଗାଦିରେ ବସିବାକୁ ଯାଉଛନ୍ତି। ଏହି ଭାଗ୍ୟଶାଳୀ 7ଗୋଟି ରାଶିଚକ୍ର ମା ଲକ୍ଷ୍ମୀ ପ୍ରଭୁ ବିଷ୍ଣୁ ଭଗବାନଙ୍କ ଶୁଭ ଆଶୀର୍ବାଦରୁ। ତା ସହିତ କୁଣ୍ଡଳୀର ସ୍ଥିତି ଅତ୍ୟନ୍ତ ମଜବୁତ ରହିବାକୁ ଯାଉଅଛି। ହୁଏତ ଦର୍ଶକ ବନ୍ଧୁ ଏହି ଭାଗ୍ୟଶାଳୀ ରାଶିଚକ୍ରଙ୍କ ଭିତରେ ଆପଣଙ୍କ ରାଶି ଥାଇପାରେ। ଆପଣମାନେ ଯଦି ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତ ନିହାତି ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ଯାହାଫଳରେ କି ଆମର ପ୍ରଥମ ନୋଟିଫିକେସନ୍ ଆପଣଙ୍କ ପାଖରେ ଯାଇ ପହଞ୍ଚି ପାରିବ ଏବଂ ଆପଣ ଜାଣିପାରିବେ ଆପଣଙ୍କ ରାଶି ବିଷୟରେ। ଏବେ ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶିଚକ୍ରଙ୍କର ନାମ। ପ୍ରଥମ ଭାଗ୍ୟଶାଳୀ ରାଶି ବୃଷ ରାଶି, ଦ୍ୱିତୀୟ ଭାଗ୍ୟଶାଳୀ ରାଶି ତୁଳା ରାଶି, ତୃତୀୟ ଭାଗ୍ୟଶାଳୀ ରାଶି କର୍କଟ ରାଶି, ଚତୁର୍ଥ ଭାଗ୍ୟଶାଳୀ ରାଶି ମକର ରାଶି, ପଞ୍ଚମ ଭାଗ୍ୟଶାଳୀ ରାଶି ଧନୁ ରାଶି, ଷଷ୍ଠ ଭାଗ୍ୟଶାଳୀ ରାଶି କୁମ୍ଭ ରାଶି, ସପ୍ତମ ବା ଶେଷ ଭାଗ୍ୟଶାଳୀ ରାଶି ମୀନ ରାଶି। ଦର୍ଶକ ବନ୍ଧୁ, ଏଇ ଥିଲା ଭାଗ୍ୟଶାଳୀ ରାଶିଚକ୍ରଙ୍କର ନାମ। ଆପଣମାନଙ୍କୁ ଆମ ଭିଡ଼ିଓଟି କେମିତି ଲାଗିଲା ନିହାତି ସହୃଦୟରେ ସ୍ୱୟଂ ମା ଲକ୍ଷ୍ମୀ ପ୍ରଭୁ ବିଷ୍ଣୁ ଭଗବାନଙ୍କୁ ଶ୍ରଦ୍ଧା ଏବଂ ଭକ୍ତି କରନ୍ତି ତ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ, ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ସହିତ କମେଣ୍ଟ ବକ୍ସରେ ପ୍ରଭୁ ଲକ୍ଷ୍ମୀ ନାରାୟଣ ଲେଖି ଜଣାନ୍ତୁ।